ଯେ ଯାତ୍ରା କଳାକାର ବର୍ତ୍ତମାନ ମାନେ ଖଣ୍ଡଗିରିରେ ରାନୀ ପଣ୍ଡାର ଯାତ୍ରା ପାର୍ଟି ଯେ ଆସିଥିଲା ବହୁତ ମାନେ ଇଏ ହେଲା ତାଙ୍କୁ ମାନେ ୱେର୍ କରିବା ପାଇଁ ଆମ ମ୍ୟାଡ଼ାମ୍ ଇଏ ହେବେ କି ଯେଉଁ ରାନୀ ପଣ୍ଡା ଯେ ଆସିଥିଲେ ଯେଉଁ ଯାତ୍ରା କଳାକାର କରିଥିଲେ ଯାତ୍ରା ଏଇଟା ବହୁତ ମାନେ ଭଲ ହେଇଥିଲା ଯାତ୍ରା। ଆଜ୍ଞା ବର୍ତ୍ତମାନ ପାଖାପାଖି 14ଟି ପାର୍ଟି ଯାତ୍ରା ଖଣ୍ଡଗିରି ଯାତ୍ରାରେ 14ଟି ପାର୍ଟି ଆମର ଇଏ ପରିବେଷଣ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ କିଛି ପାର୍ଟି ଗଲେ, ସେକେଣ୍ଡ ପର୍ଯ୍ୟାୟରେ ବି କିଛି ପାର୍ଟି ଚାଲିଛି। କିନ୍ତୁ ସବୁ ନିଜ ନିଜ କଳାକୁ ନେଇକି ନିଜେ ରାନୀ ପଣ୍ଡା ତାଙ୍କ କଳାକୁ ନେଇ ସେ ଅଭିନୟ କରୁଛନ୍ତି, ଯେମିତି ଦୈତାରୀ ପଣ୍ଡା ସେ ତାଙ୍କ କଳାକୁ ନେଇ ସେ ଅଭିନୟ କରୁଛନ୍ତି। ସମସ୍ତେ ସେମିତି ନିଜ କଳାକୁ ନେଇ ନିଜ ପାଖରେ ଯାହା ଅଛି ଏକ୍ସପିରିଏନ୍ସ ସେ ତାକୁ ନେଇକି ନିଜ ଅଭିନୟ କରୁଛନ୍ତି। ସେଥିରେ ଦର୍ଶକ ଯାହାକୁ ଯାହା ଭଲ ଲାଗିଲା ସେଇ ପାର୍ଟିର ଲୋକ ଅଧିକା ହେବେ। ଭାଇ ଅର୍ଥ ହେଉଛି ଯେଉଁ ଯାତ୍ରା କଳାକାର ମାନେ ଯେ ଆପଣ ଧର ବିଶେଷକୁ ଆଇଛନ୍ତି ତ ଯାତ୍ରାର ଗୋଟେ ସିନ୍ ଆଇଲା ଗୋଟେ ରେପ୍ ସିନ୍ ଗୁଡ଼ା ଆଇଲା ତ ଆପଣ ଧର ମଞ୍ଚ ଧରିଛନ୍ତି ଯେ ଆପଣ ତାପରେ ଦେଖିଲେ କ'ଣ ହୁଏ ଆପଣଙ୍କୁ ମାନେ ମାନେ ଯାତ୍ରା କଳାକାର ଗୋଟେ ସିଏ ଆକ୍ଟିଂ କରୁଛନ୍ତି କିନ୍ତୁ ଆପଣ ତାକୁ ଆଇଛନ୍ତି ଅଲଗା ପୁରୁ ମାନେ ଇଏ ମାଧ୍ୟମ ଦେଇକି ମାନେ ମାନେ ଇଏ ଦୃଶ୍ୟ କରୁଛନ୍ତି କେମିତି ଲାଗେ ଆପଣଙ୍କୁ ସେତେବେଳେ ମାଇଣ୍ଡଟା କେମିତି ଲାଗେ? ଯାତ୍ରା ବର୍ତ୍ତମାନ ତ ପେଣ୍ଡାଲ ଉପରେ ଅଭିନୟ ଚାଲିଛି। ଆମର ଆଖଡ଼ା ଗୋଟେ ରିହର୍ସାଲ ହୁଏ, ଆଉ ଆମର ସବୁ ଆର୍ଟିଷ୍ଟ ମାନେ କୋଅପରେଟିଭ୍ ଅଛି, ସମସ୍ତେ ଭାଇ ଭଉଣୀ ଭଳି ସମସ୍ତେ ଚଳୁଛୁ। କିନ୍ତୁ ଅଭିନୟ ପାଇଁ ସମସ୍ତେ ଆମର ମାନେ କେମିତି ଅଭିନୟ ଭଲ ହେବ, କେମିତି ଲୋକ ଜାଣି ଜୀବନ୍ତ ଅଭିନୟ ହେଉଛି, ସେମିତି ଅଭିନୟ କରିବାକୁ ସମସ୍ତେ କରନ୍ତି। ସେଇଟାକୁ ମୁଁ କେବେ ଫିଲିଙ୍ଗସ୍ କରିନାହିଁ। ଅଭିନୟ ରାସ୍ତାରେ ଆମ ଦୁଇ ଜଣଙ୍କ ଲାଇଫ୍ ଆମ ରାସ୍ତା। ଯେ ଯାତ୍ରା କଳାକାର ବର୍ତ୍ତମାନ ମାନେ ଖଣ୍ଡଗିରିରେ ରାନୀ ପଣ୍ଡାର ଯାତ୍ରା ପାର୍ଟି ଯେ ଆସିଥିଲା ବହୁତ ମାନେ ଇଏ ହେଲା ତାଙ୍କୁ ମାନେ ୱେର୍ କରିବା ପାଇଁ ଆମ ମ୍ୟାଡ଼ାମ୍ ଇଏ ହେବେ କି ଯେଉଁ ରାନୀ ପଣ୍ଡା ଯେ ଆସିଥିଲେ ଯେଉଁ ଯାତ୍ରା କଳାକାର କରିଥିଲେ ଯାତ୍ରା ଏଇଟା ବହୁତ ମାନେ ଭଲ ହେଇଥିଲା ଯାତ୍ରା। ଆଜ୍ଞା ବର୍ତ୍ତମାନ ପାଖାପାଖି 14ଟି ପାର୍ଟି ଯାତ୍ରା ଯାତ୍ରାରେ 14ଟି ପାର୍ଟି ଆମର ଇଏ ପରିବେଷଣ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ କିଛି ପାର୍ଟି ଗଲେ, ସେକେଣ୍ଡ ପର୍ଯ୍ୟାୟରେ ବି କିଛି ପାର୍ଟି ଚାଲିଛି। କିନ୍ତୁ ସବୁ ନିଜ ନିଜ କଳାକୁ ନେଇକି ନିଜେ ରାନୀ ପଣ୍ଡା ତାଙ୍କ କଳାକୁ ନେଇ ସେ ଅଭିନୟ କରୁଛନ୍ତି, ଯେମିତି ଦୈତାରୀ ପଣ୍ଡା ସେ ତାଙ୍କ କଳାକୁ ନେଇ ସେ ଅଭିନୟ କରୁଛନ୍ତି। ସମସ୍ତେ ସେମିତି ନିଜ କଳାକୁ ନେଇ ନିଜ ପାଖରେ ଯାହା ଅଛି ଏକ୍ସପିରିଏନ୍ସ ସେ ତାକୁ ନେଇକି ନିଜ ଅଭିନୟ କରୁଛନ୍ତି। ସେଥିରେ ଦର୍ଶକ ଯାହାକୁ ଯାହା ଭଲ ଲାଗିଲା ସେଇ ପାର୍ଟିର ଲୋକ ଅଧିକା ହେବେ। ଭାଇ ଅର୍ଥ ହେଉଛି ଯେଉଁ ଯାତ୍ରା କଳାକାର ମାନେ ଯେ ଆପଣ ଧର ବିଶେଷକୁ ଆଇଛନ୍ତି ତ ଯାତ୍ରାର ଗୋଟେ ସିନ୍ ଆଇଲା ଗୋଟେ ରେପ୍ ସିନ୍ ଗୁଡ଼ା ଆଇଲା ତ ଆପଣ ଧର ମଞ୍ଚ ଧରିଛନ୍ତି ଯେ ଆପଣ ତାପରେ ଦେଖିଲେ କ'ଣ ହୁଏ ଆପଣଙ୍କୁ ମାନେ ମାନେ ଯାତ୍ରା କଳାକାର ଗୋଟେ ସିଏ ଆକ୍ଟିଂ କରୁଛନ୍ତି କିନ୍ତୁ ଆପଣ ତାକୁ ଆଇଛନ୍ତି ଅଲଗା ପୁରୁ ମାନେ ଇଏ ମାଧ୍ୟମ ଦେଇକି ମାନେ ମାନେ ଇଏ ଦୃଶ୍ୟ କରୁଛନ୍ତି କେମିତି ଲାଗେ ଆପଣଙ୍କୁ ସେତେବେଳେ ମାଇଣ୍ଡଟା କେମିତି ଲାଗେ? ଯାତ୍ରା ବର୍ତ୍ତମାନ ତ ପେଣ୍ଡାଲ ଉପରେ ଅଭିନୟ ଚାଲିଛି। ଆମର ଆଖଡ଼ା ଗୋଟେ ରିହର୍ସାଲ ହୁଏ, ଆଉ ଆମର ସବୁ ଆର୍ଟିଷ୍ଟ ମାନେ କୋଅପରେଟିଭ୍ ଅଛି, ସମସ୍ତେ ଭାଇ ଭଉଣୀ ଭଳି ସମସ୍ତେ ଚଳୁଛୁ। କିନ୍ତୁ ଅଭିନୟ ପାଇଁ ସମସ୍ତେ ଆମର ମାନେ କେମିତି ଅଭିନୟ ଭଲ ହେବ, କେମିତି ଲୋକ ଜାଣି ଜୀବନ୍ତ ଅଭିନୟ ହେଉଛି, ସେମିତି ଅଭିନୟ କରିବାକୁ ସମସ୍ତେ କରନ୍ତି। ସେଇଟାକୁ ମୁଁ କେବେ ଫିଲିଙ୍ଗସ୍ କରିନାହିଁ। ଅଭିନୟ ରାସ୍ତାରେ ଆମ ଦୁଇ ଜଣଙ୍କ ଲାଇଫ୍ ଆମ ରାସ୍ତା।